ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ମୋର ପ୍ରିୟ ମାନେ ବର୍ତ୍ତମାନ ଆମେ ମାନେ ଦେଖିବାକୁ ପାଇଲୁ ସ୍କୁଲ ପିଲାମାନେ ସମସ୍ତେ ପ୍ରଭୁ ଯୀଶୁଙ୍କର ଗୀତ ଗାଉଛନ୍ତି। ପ୍ରଭୁ ହମାରା କିतना प्यार देखो हमसे करता है प्यार। ମୋର ପ୍ରିୟ ମାନେ ପ୍ରଭୁ କେଡ଼େ ଯେ ମହାନ, ସେ ଆମମାନଙ୍କୁ ପ୍ରେମ କଲେ, ଏହି ବିଷୟ ଆମମାନଙ୍କୁ ଜାଣିବାକୁ ହେବ। ଆଜି ସାରା ପୃଥିବୀରେ ଲୋକମାନେ ଜୀବନ୍ତ ଓ ସତ୍ୟ ପରମେଶ୍ୱରଙ୍କ ନିକଟକୁ ଫେରି ଆସୁଅଛନ୍ତି। ମୋର ପ୍ରିୟମାନେ, ଏହି ପ୍ରକାରେ ଜାଗା ଜାଗାରେ ଲୋକମାନେ ଯୀଶୁଙ୍କୁ ଜାଣୁଅଛନ୍ତି। ଯିଏ ଏହି ଜଗତକୁ ସୃଷ୍ଟି କଲେ, ଯିଏ ମୋତେ ଏବଂ ଆପଣଙ୍କୁ ସୃଷ୍ଟି କଲେ, ସେହି ପରମେଶ୍ୱର ଯେ ଆମକୁ କେଡ଼େ ପ୍ରେମ କରନ୍ତି, ସିଏ ସ୍ୱର୍ଗ ଛାଡ଼ି ଏହି ଧରା ପୃଷ୍ଠକୁ ମୋ ପାଇଁ ଏବଂ ଆପଣଙ୍କ ପାଇଁ ଆସିଲେ। ଆଉ କାଲବରୀ କ୍ରୁଶରେ ନିଜ ଜୀବନକୁ ଦେଇ ଆମମାନଙ୍କୁ ପାପରୁ ମୁକ୍ତି ଦେଲେ। ସେହି ସତ୍ୟ ଓ ଜୀବନ୍ତ ପରମେଶ୍ୱର ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହାଙ୍କୁ ଜାଣିବା ଅନନ୍ତ ଜୀବନଟେ। ଆଜି ଏହି ପ୍ରକାରେ କି ଅନେକ ପ୍ରଭୁଙ୍କୁ ପାଇପାରି ନାହାନ୍ତି। ପରମେଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ଯୋହନ ଲିଖିତ ସୁସମାଚାର 3:16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପରମେଶ୍ୱରଙ୍କ ବାକ୍ୟରେ ସ୍ପଷ୍ଟ ଦେଖିପାରୁଛୁ, ଯେପରି ଯେ କେହି ମାନେ ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ପ୍ରଭୁ ସ୍ୱର୍ଗ ରାଜ୍ୟର କଥା କୁହନ୍ତି। ଆଜି ଅନେକ ଏହି ପ୍ରକାରେ ପୃଥିବୀରେ ଅଛନ୍ତି, ଯେଉଁମାନେ ଅନ୍ୟାନ୍ୟ ଧର୍ମରେ ଅଛନ୍ତି, ସେମାନେ ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି। ପ୍ରଭୁ ତ କହିଲେ ଯେ କେହି ପ୍ରଭୁଙ୍କ ସାମ୍ନାରେ କୌଣସି ଧର୍ମ, ଜାତି, ଭେଦଭାବ ନାହିଁ। ପରମେଶ୍ୱର ଆମ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ୱରଙ୍କ ସାମ୍ନାରେ ଆମେମାନେ ସମସ୍ତେ ସମାନ, କିନ୍ତୁ ମନୁଷ୍ୟ ଦ୍ୱାରା ଏହି ଜାତି, ଏହି ଧର୍ମ ବନାଯାଇଅଛି। ଏହି ଜାତି ଏବଂ ଧର୍ମ ଆମମାନଙ୍କୁ ଭେଦଭାବ ଶିଖାଏ ଏବଂ ସତ୍ୟ ପରମେଶ୍ୱରଙ୍କ ଠାରୁ ଆମକୁ ଦୂରକୁ କରିଅଛି। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଆମକୁ ଉଦ୍ଧାର କରିବା ପାଇଁ 2000 ବର୍ଷ ପୂର୍ବେ ଆସିଲେ, ଆଉ କାଲବରୀ କ୍ରୁଶରେ ସେ ବଳିଦାନ ହେଲେ। ମୋର ପ୍ରିୟମାନେ, ଆଜି ଅନେକ ଲୋକମାନେ ତାହାଙ୍କୁ ଜାଣୁଅଛନ୍ତି, ଆଜି ଅନେକ ଲୋକମାନେ ଜାଣିବି ନାହାନ୍ତି। ତେଣୁକରି ଏହି ଭିଡ଼ିଓ ଆପଣମାନେ ଅନ୍ୟମାନଙ୍କୁ ସେୟାର କରନ୍ତୁ। ଅନ୍ୟମାନଙ୍କୁ ସେୟାର କରିବା ଦ୍ୱାରା ଏହି ଭିଡ଼ିଓ ଦେଖିବେ ଏବଂ ସତ୍ୟ ଓ ଜୀବନ୍ତ ପରମେଶ୍ୱରଙ୍କ ନିକଟକୁ ସେମାନେ ଫେରି ଆସିବେ। ଆଉ ପରମେଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ପରମେଶ୍ୱର ଯେଉଁ ଉଦ୍ଦେଶ୍ୟ ନେଇ ତାଙ୍କରି ବାକ୍ୟକୁ ପଠାନ୍ତି, ତାହା ଯେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହୁଏ ସେ ପର୍ଯ୍ୟନ୍ତ ସେହି ବାକ୍ୟ ପୁନର୍ବାର ଫେରେ ନାହିଁ। ପରମେଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେମାନେ ଏହି ବିଷୟ ଜାଣିବା ଦରକାର ଯେ ଯୀଶୁଙ୍କ ବିନା କେହି ମଧ୍ୟ ଆମମାନଙ୍କୁ ଅନନ୍ତ ଜୀବନ, ପରିତ୍ରାଣ, ମୋକ୍ଷ ଦେଇପାରିବ ନାହିଁ। ଜଗତରେ ଅନେକ ଲୋକମାନେ ଅଛନ୍ତି, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଅର୍ଥାତ୍ ସ୍ୱର୍ଗ ରାଜ୍ୟ ଯାଇପାରିବ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆମେ କେହି ମଧ୍ୟ ସ୍ୱର୍ଗ ରାଜ୍ୟର ଭାଗିଦାର ହୋଇପାରିବା ନାହିଁ। ତେଣୁ ଆଜି ଅନେକ ଲୋକମାନେ ପ୍ରଭୁଙ୍କୁ ପାଇପାରୁଛନ୍ତି, ତାହାଙ୍କୁ ଗ୍ରହଣ କରୁଛନ୍ତି ଆଉ ସ୍ୱର୍ଗ ରାଜ୍ୟର ଭାଗିଦାର ହୋଇପାରୁଛନ୍ତି। ଆଜି ଆମ ଆଖପାଖରେ ଥିବା ଗାଁର ଲୋକମାନେ, ଆମର ନିଜ ସମ୍ପର୍କୀୟ ଲୋକମାନେ ପ୍ରଭୁଙ୍କୁ ପାଇନାହାନ୍ତି। ତାଙ୍କ ନିମନ୍ତେ ମଧ୍ୟ ଆମେମାନେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ଅଟେ। ଆଉ ସେମାନଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ କହିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। କାରଣ ନର୍କ ଏକ ଏହି ପ୍ରକାର ଦଣ୍ଡ, ଯେଉଁ ନର୍କରେ ଯେଉଁମାନେ ଯିବେ ସେମାନଙ୍କର ଦଣ୍ଡ ଅସହ୍ୟ। ସେମାନେ ଚିତ୍କାର କରିବେ, ସେମାନେ ସେଠାରେ ଗୁହାରି କରିବେ, କିନ୍ତୁ ସେଠାରେ ଶୁଣାଯିବ ନାହିଁ। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଥିଲେ ଆମମାନଙ୍କୁ ସ୍ୱର୍ଗ ରାଜ୍ୟ ନେବା ପାଇଁ। ବାକ୍ୟରେ ଲେଖାଯାଏ, ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ୱାସ କରେ ସେ ସ୍ୱର୍ଗ ରାଜ୍ୟର ଭାଗିଦାର ହେବ। ତେଣୁ ମୁଁ ଚାହେଁ ଏହି ଭିଡ଼ିଓକୁ ଆପଣ ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ତେବେ ଏହି ଭିଡ଼ିଓ ସମ୍ପର୍କରେ କ'ଣ କହିବେ, ଆପଣଙ୍କର ମତାମତ ଲେଖି ଜଣାଇବେ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଲର୍ଡ।